ସମସ୍ତଙ୍କୁ ସାରସ୍ୱତ ନମସ୍କାର। ଆଜି ଆସନ୍ତୁ ଶୁଣିବା ମାଟିର ସ୍ୱର ଦେଶ ପ୍ରେମର ମୋହନ ରାଗ। କବି ହେଉଛନ୍ତି ପ୍ରତାପ କିଶୋର ରାଉତ। ପୁସ୍ତକ ଉପରେ ମୁଁ ଲେଖିଥିବା ସମୀକ୍ଷାଟି ଦୈନିକ ସମ୍ବାଦପତ୍ର ଅପରାହ୍ନରେ 30/7/2023 ରବିବାର ଦିନ ପ୍ରକାଶିତ। ଲେଖାଟିକୁ ପ୍ରକାଶ କରିଥିବାରୁ ଖବରକାଗଜର ସମ୍ପାଦକ ବଂଶୀଧର ଜେନା ଭାଇଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ଅନୁରୋଧ ରଖିବି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣିବେ। ଭଲ ଲାଗିଲେ ଗଠନମୂଳକ ମତାମତ ଦେବାକୁ ଭୁଲିବେ ନାହିଁ। ତାହେଲେ ଆସନ୍ତୁ ଶୁଣିବା ସମୀକ୍ଷାଟି। ଶିକ୍ଷାଦାନ ପରି ଏକ ପବିତ୍ର କର୍ତ୍ତବ୍ୟ ସହିତ ସାରସ୍ୱତ ସାଧନାରେ ଆତ୍ମମଗ୍ନ କବି ପ୍ରତାପ କିଶୋର ରାଉତଙ୍କ ପ୍ରଥମ କବିତା ସଂକଳନ ମାଟିର ସ୍ୱର ମୋଟ 65ଟି କବିତାରେ ସମୃଦ୍ଧ। କବିତା ଗୁଡ଼ିକରେ କେବଳ ଭାବବସ୍ତୁର ବିବିଧତା ନୁହେଁ, ଛନ୍ଦ, ଶବ୍ଦାୟନ, ସାଙ୍ଗୀତିକତା ଓ ସାମଗ୍ରିକ ଭାବେ ଆଙ୍ଗିକ ବିବିଧତା ପ୍ରଦର୍ଶନ ଦିଗରେ ଯତ୍ନଶୀଳ ହୋଇଛନ୍ତି କବି। କବି ଶ୍ରୀ ରାଉତ ମା, ମାଟି ଓ ମାତୃଭାଷା ପ୍ରତି ସମର୍ପିତ। ସଂକଳନଟିକୁ ନିଜ ବୋଉଙ୍କୁ ଉତ୍ସର୍ଗ କରିବା ସହିତ ପ୍ରାରମ୍ଭରୁ ହିଁ ସେ ଦେଶବନ୍ଦନା ଗାନ କରି ଗାଇ ଉଠିଛନ୍ତି। ବନ୍ଦେ ଭାରତ ଜନନୀ ଯଶକୀର୍ତ୍ତି କିରୀଟିନୀ, ଉତୁଙ୍ଗ ଭୂଧରମାଳା ମସ୍ତକେ ରାଜେ, ପୁଣ୍ୟତୋୟା ସ୍ରୋତସ୍ୱିନୀ, କଳକଳ ପ୍ରବାହିନୀ, ତ୍ରିବେଣୀର ସ୍ୱଚ୍ଛଧାର ଅଙ୍ଗେ ବିରାଜେ। ସବୁଜିମା ରମ୍ୟ ବନାନୀ, ଅଙ୍ଗରେ ତୁ ବହି ଅଛୁ ଚାରୁ ହାସିନୀ। ମାଟିର ସ୍ୱର ସଂକଳନଟିରେ ଗାଁ ମାଟିର ସ୍ନିଗ୍ଧ ଲାବଣ୍ୟକୁ ନେଇ ସେ ଲେଖିଛନ୍ତି ଅନେକ କବିତା। ମୋ ଗାଁ ଆଜି ହସୁଛି, ସ୍ମୃତି ପଥଧାରେ ମୋ ଗାଁ, ମୋ ସଂସ୍କୃତି, ଗରିୟସୀ ମୋ ଗାଁ ଆଦି କବିତାରେ ଗାଁର ସଞ୍ଜ ସକାଳ, ସୁଖ ଦୁଃଖ, ବାଲ୍ୟ କୈଶୋର ଆଦିର ସ୍ମୃତିରୁ ଆପଣାର କବିତାର ବିଷୟବସ୍ତୁ ଆହରଣ କରି କବି ନିଜ ରଚନାକୁ ସ୍ୱର୍ଗୀୟ ସୁଷମାରେ ଭୂଷିତ କରିଛନ୍ତି। ତାଙ୍କ ଭାଷାରେ ମାର ଗର୍ଭୁ ଜନମି ଯେଦିନ, ରାବ ଦେଲି କୁଆଁ କୁଆଁ, ଛାତି ପତେଇ ଯେ ତୋଳି ନେଲା କୋଳେ, ସେହି ମୋର ମାଟି ମା, ସେହି ମୋର ମାଟି ମା। ମୋ ଗାଁ ରୂପରେ ମୋତେ ସବୁ ସୁଖ ପାଦେ ଅଜାଡ଼ି ଦେଇଛି, ଭୁଲିକି ହୁଅଇ ସତେ, ଭୁଲିକି ହୁଅଇ ସତେ। ଏଇଟା ମୋ ଗାଁ ମୋ ସଂସ୍କୃତି କବିତାର ଏକ ପଂକ୍ତି। ସେହିପରି ସାମ୍ପ୍ରତିକ ଗ୍ରାମାଞ୍ଚଳର ଦୁରବସ୍ଥା, ଅବିଶ୍ୱାସୀ ସହର ଲଗ୍ନତା କିପରି ଅମୃତମୟ ଗ୍ରାମ୍ୟ ଜୀବନକୁ ବିପର୍ଯ୍ୟସ୍ତ କରୁଛି ତାହାର ଚମତ୍କାର ଅବତାରଣା କରିଛନ୍ତି କବି। ସହରାଭିମୁଖୀ ଜନତାଙ୍କୁ ଗାଁକୁ ଫେରିବାକୁ ଆହ୍ୱାନ ଜଣାଇଛନ୍ତି ଗାଁ ଡାକୁଛି ଆ କବିତାରେ। ଭାରତ ଜନନୀ, ଉତ୍କଳ ଜନନୀ, ଗାଁ ମାଟି ଓ ତ୍ରିରଙ୍ଗାକୁ ନେଇ ଅନେକ କବିତାରେ ଦେଶପ୍ରେମର ମୋହନ ରାଗ ଶୁଣିବାକୁ ମିଳେ। ଜାତୀୟ ପତାକା ଆମରି ଟେକ, ପ୍ରତି ଘରେ ତ୍ରିରଙ୍ଗା, ତ୍ରିରଙ୍ଗାର ଆହ୍ୱାନ, ଫରଫର ଉଡ଼େ ତ୍ରିରଙ୍ଗା, ତ୍ରିରଙ୍ଗାର ସନ୍ଦେଶ ଆଦି କବିତାରେ ଆମ ସାର୍ବଭୌମର ପ୍ରତୀକ ତ୍ରିରଙ୍ଗା ପତାକାର ଜୟଗାନ କରିବା ସହିତ ଦେଶପ୍ରେମର ବାର୍ତ୍ତା ଦେଇଛନ୍ତି କବି। ଦେଶ ମାଟିର ଗୌରବ ବୋଧରେ ଉଚ୍ଚକିତ ହୋଇପଡ଼ୁଥିବା ଦେଶପ୍ରେମୀ ମଣିଷଟିଏ କବି। ଜୟ ଯବାନ, ଦେଶପ୍ରେମ ଦୀପଜାଳ, ସତ୍ୟମେବ ଜୟତେ, କ୍ରାନ୍ତିର ମଶାଲ ଜାଳ, ଜୟ ଯବାନ ଜୟ କିଷାନ ଆଦି କବିତାରେ ତାଙ୍କର ସ୍ୱଦେଶ ପ୍ରାଣତା ଓ ଜାତିପ୍ରୀତି ଭାବ ପ୍ରକଟିତ। ତେଣୁ ଜୟ ଯବାନ କବିତାରେ ସେ ଲେଖିଛନ୍ତି, ତୋ ତ୍ୟାଗ ପାଇଁ ଗର୍ବ କରେ ଏ ଦେଶ ମାଟି କେତେରେ ସତେ, ତୋ ବଳିଦାନେ ଆଖି ଲୁହରେ ଏ ମାଟି ସତେ ଭିଜିଛି କେତେ, ତ୍ରିରଙ୍ଗା ଗାଏ ତୋ ଜୟ ଗୀତି, ସଲାମ ତୋତେ କରୁଛି ମୁହିଁ, ଯବାନ ହୃଦେ ନାହିଁରେ ଭୀତି, ଯବାନ ହୃଦେ ନାହିଁରେ ଭୀତି। ଭାଷା ସଂସ୍କୃତିର ସୁରକ୍ଷା ଦିଗରେ କବିଙ୍କ ଉଦ୍ୟମ ପ୍ରଶଂସନୀୟ। ତାଙ୍କର ମାତୃଭାଷା ପ୍ରୀତି, ଜାତି ପ୍ରୀତି ଓ ସଂସ୍କୃତି ପ୍ରୀତିର ସ୍ୱାକ୍ଷର ବହନ କରୁଛି କବିତା ସଂକଳନଟି। ଓଡ଼ିଆ ଭାଷାର ଅବକ୍ଷୟ ଓ ବିଦେଶୀ ଭାଷାର ବହୁଳ ପ୍ରୟୋଗ କବିଙ୍କୁ ବ୍ୟଥିତ କରିଛି। ତେଣୁ ପରିଚୟ ମାଗେ ମାତୃଭାଷା କବିତାରେ ସେ ଲେଖନ୍ତି, ମା କୋଳେ ଥାଇ ଶିଶୁ କହୁଅଛି, ବିଦେଶୀ ଭାଷାକୁ କେତେ ରଙ୍ଗରେ,
ଓଡ଼ିଆ କହିବା ଓଡ଼ିଆ ଲେଖିବା ରହିଗଲା ଖାଲି କଥା କଥାରେ। ବିଦେଶୀ ଭାଷାର କେତେ ଆଦର, ଆଭିଜାତ୍ୟର ସେ ସ୍ୱାକ୍ଷର ହୋଇଛି। ମାତୃଭାଷା ଆଜି ହୋଇଛି ପର, ମାତୃଭାଷା ଆଜି ହୋଇଛି ପର। ଦେଶ ପାଇଁ, ଜାତି ପାଇଁ, ଗାଁ ମାଟି ପାଇଁ କବିଙ୍କ ମମତା କେତେ ତୀବ୍ର। ଗାଁର ଭଲ ମନ୍ଦରେ କବି କେତେ ବ୍ୟଥିତ, ମାତୃଭାଷା ପାଇଁ କେତେ ସମ୍ବେଦନଶୀଳ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ। ସେହିପରି ମହାପୁରୁଷଙ୍କ ଜୀବନୀ ପୁଣ୍ୟ ସାଧନା ଓ ଆତ୍ମତ୍ୟାଗରେ ପୁଷ୍କଳ। ସେମାନଙ୍କ ନଶ୍ୱର ଜୀବନ ମହାକାଳ ଗର୍ଭରେ ବିଲୀନ ହେଲେ ମଧ୍ୟ ସେମାନଙ୍କ କର୍ମମୟ ଜୀବନର ଆଦର୍ଶ, ବ୍ୟକ୍ତିତ୍ୱ ଓ ସୁଗୁଣାବଳୀ ଚିର ଶାଶ୍ୱତ ହୋଇ ରହେ। ବାପୁ ହେ ତୁମେ ଚାଲିଯିବା ପରେ, ବାପୁଜୀ ବାପୁ ତୁମେ ଫେରିଆସ, ଦେଶର ଗୌରବ ନେତାଜୀ ସୁଭାଷ, କୁଳବୃଦ୍ଧ ମଧୁସୂଦନ, ନେତାଜୀ ଏକ ଅନିର୍ବାଣ ଶିଖା, ତ୍ୟାଗ ଓ ଆଦର୍ଶର ପୁରୁଷ ଉତ୍କଳମଣି, ନବ ଉତ୍କଳର ନିର୍ମାତା ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ ଆଦି ଏହି ପର୍ଯ୍ୟାୟର କବିତା ଗୁଡ଼ିକରେ ମହାତ୍ମା ଗାନ୍ଧୀ, ଉତ୍କଳମଣି, ଗୋପବନ୍ଧୁ, ନେତାଜୀ ସୁଭାଷ ଓ ମଧୁସୂଦନ ଆଦି ମହାପୁରୁଷଙ୍କ ସ୍ମୃତିଚାରଣ କରିବା ସହିତ ସେମାନଙ୍କର ଆଦର୍ଶ ଓ ବାଣୀ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। ସେହି ମହାପୁରୁଷଙ୍କ ଗୁଣଗାନ କରିବା ସହିତ ସେମାନଙ୍କର ନୀତି ଓ ଆଦର୍ଶକୁ ପ୍ରଚାର କରିଛନ୍ତି ଅଧିକାଂଶ କବିତାରେ। ତ୍ୟାଗ ଓ ଆଦର୍ଶର ପୁରୁଷ ଉତ୍କଳମଣି କବିତାରେ ସେ ଲେଖନ୍ତି, ଉତ୍କଳର ମଣି ତୁମେ ଅଟ ସତେ, ତୁମ ଗରିମାର ତୁଳନା ନାହିଁ। ଗୋଟିଏ ମମତା ହୃଦେ ବାନ୍ଧିଥିଲ, କେଡ଼େ ଆପଣାର ମଣିଷ ହୋଇ। ଦେଶପ୍ରେମ ଭାବ ହୃଦୟ ବହି, ଧନ ଜନ ମୋହ ତ୍ୟାଗ କରିଥିଲ। ତାର ପଟାନ୍ତର ତୁଳନା ନାହିଁ, ତାର ପଟାନ୍ତର ତୁଳନା ନାହିଁ। ସାହିତ୍ୟ ହିଁ ସମାଜର ବାସ୍ତବ ଚିତ୍ର ଧରି ରଖିଥାଏ। କବିଙ୍କ କବିତାରେ ସାମ୍ପ୍ରତିକ ସମୟର ଜନଜୀବନର ଚିତ୍ର ପ୍ରତିଫଳିତ ହୋଇଥାଏ। ନବ ଉନ୍ମେଷର ସ୍ରଷ୍ଟା ଫକୀରମୋହନ, ଓଡ଼ିଆ ସାହିତ୍ୟର ସ୍ପର୍ଦ୍ଧିତ ସ୍ୱର ରାଧାମୋହନ ଗଡ଼ନାୟକ, ସ୍ୱଭାବ କବି ଗଙ୍ଗାଧର ମେହେର, ଗଣକବି ବୈଷ୍ଣବ ପାଣି, ନାରୀ କବି କୁନ୍ତଳା କୁମାରୀ ସାବତ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଆଦି ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟାଙ୍କୁ ପ୍ରଣାମ କରିଛନ୍ତି କବି। ବ୍ୟାସକବିଙ୍କ ଉଦ୍ଦେଶ୍ୟରେ ସେ ନବ ଉନ୍ମେଷର ସ୍ରଷ୍ଟା ଫକୀରମୋହନ କବିତାରେ ଗାଇ ଉଠିଛନ୍ତି, ହେ ବରେଣ୍ୟ ସ୍ରଷ୍ଟା ତୁମେ କାଳଜୟୀ, ଏ ପୁଣ୍ୟ ମାଟିରୁ ଯାଇଛ ଉଭେଇ। ଆଉ ଥରେ ଆସି ଧରା ମାଟି ପରେ, ଧନ୍ୟ କର ମାଟି, ଧନ୍ୟ କର ନରେ, ଧନ୍ୟ କର ମାଟି, ଧନ୍ୟ କର ନରେ। ସରଳ ଓ ସାବଲୀଳ ଭାଷା ପ୍ରୟୋଗରେ ଛନ୍ଦ ଓ ଅଳଙ୍କାରର ନିଖୁଣ ନିର୍ଯାସ ସହିତ ଜୀବନ୍ତ ଶବ୍ଦ ମାଧୁର୍ଯ୍ୟରେ ଅନିନ୍ଦ୍ୟ ଚରିତ୍ର ଚିତ୍ରଣ ଓ ବାସ୍ତବଧର୍ମୀ ରଚନା କରିବା କବି ପ୍ରତାପ କିଶୋର ରାଉତଙ୍କ ବିଶେଷତ୍ୱ। ପ୍ରତିଟି କବିତାର ଅନ୍ତରାଳରେ ଥିବା ମହତ ଶିକ୍ଷା ଓ ଉପଦେଶାବଳୀ ନିଶ୍ଚୟ ପାଠକର ଅନ୍ତରାତ୍ମାକୁ ସ୍ପର୍ଶ କରିବ। ଆପଣଙ୍କ ହୃଦୟକୁ ଯଦି ଏହି ପୁସ୍ତକ ଆଲୋଚନାଟି ସ୍ପର୍ଶ କରିଥାଏ, ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଲାଇକ୍ ଏବଂ ସେୟାର କରିବାକୁ ଭୁଲିବେ ନାହିଁ। ରହିଲି, ମୁଁ କଣ୍ଡୁରି ଚରଣ ରାଉତ, ନମସ୍କାର। କେସି ରାଉତ ଏଜୁକେସନ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍କୁ କ୍ଲିକ୍ କରନ୍ତୁ।